ଭିଜିଲାନ୍ସ ଚାଲରେ ଛତ୍ରପୁର ବିଇଓ ବ୍ରହ୍ମପୁର ମହାନଗର ନିଗମରେ 2ଟି ଇନ୍ଦ୍ରମହଲ କୋଠା ସଞ୍ଚୟ କରିଥିବା ଗଦା ଗଦା ବିଡ଼ା ବିଡ଼ା ନୋଟ୍ ଜବତ। ଛତ୍ରପୁର ବିଇଓ ଅଫିସ ଯାଞ୍ଚ କରି ସମସ୍ତ କାଗଜପତ୍ର ଆଦି ତନଖି ହୋଇଛି। ଭିଜିଲାନ୍ସ ଚାଲରେ ପଡ଼ିଗଲେ ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ। ସେ ପୁଣି ଆୟର ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲ୍ଲାର ହେଡକ୍ୱାର୍ଟର ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ ସୀତାରାମ ପାତ୍ରଙ୍କ ବ୍ରହ୍ମପୁର ମହାନଗର ନିଗମ ଅଧୀନରେ ଥିବା 2ଟି ଘରେ ସକାଳୁ ସକାଳୁ ଶନିବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି, ଯାହାକି ସୀତାରାମ ପାତ୍ରଙ୍କ ବ୍ରହ୍ମପୁର ସ୍ଥିତ ଖୋଡ଼ାସିଙ୍ଗି ନିକଟ ରାମକୃଷ୍ଣ ନଗର 7ମ ଲେନ୍ର 2 ମହଲା କୋଠା, ଖୋଡ଼ାସିଙ୍ଗି ନିକଟ ଶରଧାବାଲି 1ମ ଲେନ୍ ବିଜୟ ଟାୱାର 2 ନମ୍ବରର ଫ୍ଲାଟ ନମ୍ବର 304, ଗଞ୍ଜାମ ଜିଲ୍ଲାର ପୋଲସରାର ଏନ୍ଏସି ଅଞ୍ଚଳ କୋଳସାହିରେ ଥିବା 2 ମହଲା କୋଠା ଓ ଗୋଟିଏ କୋଠା ବ୍ରହ୍ମପୁର କଳିଙ୍ଗନଗର ସ୍ଥିତ ତାଙ୍କ ସମ୍ପର୍କୀୟଙ୍କ ଘରେ ଚଢ଼ାଉ ହୋଇଛି। ଚଢ଼ାଉ ବେଳେ ଗଦା ଗଦା ବିଡ଼ା ବିଡ଼ା ନୋଟ୍ ଭିଜିଲାନ୍ସ ଜବତ କରିଛି। ପୁଣି ଜିଲ୍ଲା ସଦର ମହକୁମା ଛତ୍ରପୁର ସ୍ଥିତ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଏବେ ଚଢ଼ାଉ ଆରମ୍ଭ। ଏଥିରେ ରାଜ୍ୟ ଭିଜିଲାନ୍ସ ନେତୃତ୍ୱରେ 5 ଡିଏସ୍ପି, 4 ଇନ୍ସପେକ୍ଟର, 5 ଏସ୍ଆଇ, ଏଏସ୍ଆଇ ଓ ଅନ୍ୟ ବିଭାଗର କର୍ମଚାରୀ ସାମିଲ ହୋଇ ତନାଘନା ଜେରା ଓ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢ଼ାଉ ଜାରି ରଖିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ତୃଣମୂଳ ସ୍ତରରେ ଜଣେ ଶିକ୍ଷକ ପଦବୀରେ ନିଯୁକ୍ତି ପାଇଥିବା ସୀତାରାମ ପାତ୍ର ଦୀର୍ଘ ଦିନ ଧରି ଛତ୍ରପୁର କାର୍ଯ୍ୟାଳୟରେ ଏବିଇଓ ଭାବେ ଅବସ୍ଥାପିତ ଥିବାବେଳେ ଗତ 23 ଡିସେମ୍ବର 2021ରେ ସେ ଛତ୍ରପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ପଦୋନ୍ନତି ଭିତ୍ତିରେ ଅବସ୍ଥାପିତ ହୋଇଥିଲେ। ଜଣେ ଜଣାଶୁଣା ସାଧାସିଧା ଲୋକ ଭାବେ ଆଚରଣ ପ୍ରଦର୍ଶନ କରିଆସିଥିବା ବେଳେ ମଝିରେ ମଝିରେ ତାଙ୍କରି ନାମରେ ଶିକ୍ଷକ ସଂଘ ପକ୍ଷରୁ ଅନେକ ଚାପା ଉତ୍ତେଜନା ପ୍ରକାଶ ପାଇ ଆସୁଥିଲା। ଚାକିରିରେ ବଦଳି, ମ୍ୟୁଚୁଆଲ ଟ୍ରାନ୍ସଫର, ପଦୋନ୍ନତି, ସାର୍ଟିଫିକେଟ୍ ଯାଞ୍ଚ ଏବଂ ପ୍ରାଇଭେଟ୍ ସ୍କୁଲର ସିଓଆର ଓ ଏନ୍ଓସି ରିନ୍ୟୁ କରିବାରେ ତଥା ସିଓଆର ଏବଂ ଏନ୍ଓସି ପ୍ରଦାନରେ ହଜାର ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି। ଗଞ୍ଜାମରୁ ବାଦଲ ଦାସଙ୍କ ରିପୋର୍ଟ, ଓଡ଼ିଶା ସମସ୍ୟା ନ୍ୟୁଜ୍।